ଆଜି ଶୁଣିବା ସେଇ ସୁନ୍ଦରୀ ଝିଅର କଥା। ନମସ୍କାର ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଗୋଟିଏ ଗାଁର ଜଣେ ଝିଅ ବିଷୟରେ କହିବି। ଏହା ଏକ ସତ୍ୟ ପ୍ରେମ କାହାଣୀ। ରାଜସ୍ଥାନର ଗୋଟେ ଗାଁରେ ରାଧିକା ନାମର ଏକ ସୁନ୍ଦରୀ ଝିଅ ଥିଲା। ସେ ଗୋଟିଏ ଗରିବ ପରିବାରର ଥିଲା। ତାଙ୍କ ବାପା ଘରର ଖର୍ଚ୍ଚକୁ ବହନ କରିପାରୁନଥିଲେ। ସେଥିପାଇଁ ରାଧିକା ଜଙ୍ଗଲରୁ କାଠ କାଟି ବଜାରରେ ବିକ୍ରି କରୁଥିଲା। ଏପରି ସେମାନଙ୍କ ଘର ଖର୍ଚ୍ଚ ଚାଲୁଥିଲା। ବର୍ତ୍ତମାନ ରାଧିକାକୁ 21 ବର୍ଷ ହୋଇଯାଇଥାଏ ଏବଂ ତାଙ୍କ ପିତାମାତା ବର୍ତ୍ତମାନ ଚିନ୍ତିତ ଥିଲେ ଯେ ଆମେ ବିନା ଟଙ୍କା ପଇସାରେ ତାକୁ କିପରି ବିବାହ କରିବୁ। କିନ୍ତୁ ରାଧିକା ତାର ବିବାହ ପାଇଁ ଧ୍ୟାନ ଦିଏ ନାହିଁ, କାରଣ ସେ ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲା ଏବଂ ରାଧିକା ଏତେ ସୁନ୍ଦର ଥିଲା ଯେ ତାଙ୍କ ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥିଲା, କିନ୍ତୁ ସେ ସମସ୍ତଙ୍କୁ ମନା କରି ଦେଉଥିଲେ। କିଷାନ ନାମକ ଜଣେ ବାଳକ ରାଧିକାକୁ ବହୁତ ଭଲ ପାଉଥିଲା ଏବଂ ରାଧିକା ମନା କରିବା ସତ୍ତ୍ୱେ ସେ ପ୍ରତିଦିନ ବଜାରକୁ ଯାଇ ରାଧିକାର କାଠ ବିକ୍ରି କରୁଥିଲା। ରାଧିକା କିଷାନକୁ ଭଲ ପାଉନଥିଲା, କାରଣ ବୋଧହୁଏ ରାଧିକା କିଷାନଙ୍କ ପ୍ରେମ ଉପରେ ବିଶ୍ୱାସ କରୁନଥିଲେ ଏବଂ ଭରସା ବି ପାଉନଥିଲା। କିଷାନ ମଧ୍ୟ ଗୋଟେ ଗରିବ ପରିବାରର ପିଲା ଥିଲା। ତାଙ୍କ ବାପା ବଜାରରେ ଏକ ପନିପରିବା ଷ୍ଟଲ ପକାଇଥିଲେ, କିନ୍ତୁ ବୋଧହୁଏ କିଷାନଙ୍କ ବାପା ଜାଣିପାରିଥିଲେ ସେ ରାଧିକାଙ୍କୁ ଭଲ ପାଉଛନ୍ତି, କାରଣ ତାଙ୍କ ପୁଅ କିଷାନ ତାଙ୍କୁ କହି ରାଧିକାର କାଠ ବିକ୍ରି କରିବାକୁ ଯାଉଥିଲା ଏବଂ ସେ କହୁଥିଲା, ବାପା, ରାଧିକାର ପରିବାର ଆମ ଅପେକ୍ଷା ବହୁତ ଗରିବ, ସେଥିପାଇଁ ମୁଁ ତାଙ୍କ କାଠ ବିକ୍ରି କରିବାକୁ ଯାଉଛି। କିନ୍ତୁ କିଷାନଙ୍କ ବାପା ଯେତେବେଳେ ଜାଣିଲେ ଗୋଟେ ଗରିବ ଝିଅକୁ ସାହାଯ୍ୟ କରୁଛି, ତାପରେ ସେ ଖୁସି ହେଲେ। କିନ୍ତୁ ରାଧିକା କିଷାନଙ୍କ ସହ କାଠ ବିକ୍ରି କରିବାକୁ ଜମାରୁ ପସନ୍ଦ କରନ୍ତି ନାହିଁ ଏବଂ ଦିନେ ରାଧିକା କିଷାନଙ୍କ ବାପାଙ୍କ ନିକଟରେ ଅଭିଯୋଗ କଲେ ଏବଂ ସେ ତାଙ୍କ ବାପାଙ୍କୁ କହିଲେ ଯେ କିଷାନ ନିଜେ ବାଧ୍ୟ ହୋଇ ଆସୁଛି ଏବଂ ତାଙ୍କୁ କହିଦିଅନ୍ତୁ ବର୍ତ୍ତମାନ ଠାରୁ ମୋ କାଠ ବିକ୍ରି କରିବାକୁ ମୋ ସହିତ ଆସିବ ନାହିଁ ଏବଂ ମୋର କୌଣସି ସାହାଯ୍ୟ ଦରକାର ନାହିଁ। ଏହା କହି ରାଧିକା ସେଠାରୁ ଚାଲିଗଲା। ରାଧିକାଙ୍କ ଠାରୁ ଏହା ଶୁଣି କିଷାନ ବହୁତ ଦୁଃଖିତ ହୁଅନ୍ତି ଏବଂ ତାପରେ ସେ ନିଜ ରୁମକୁ ଚାଲିଯାଆନ୍ତି। ତା ପରଦିନ ଯେତେବେଳେ ରାଧିକା କାଠ ବିକ୍ରି କରିବାକୁ ବଜାରକୁ ଯାଇଥାଏ, କିନ୍ତୁ କିଷାନ କାଠ ବିକ୍ରି କରିବାକୁ ତାଙ୍କ ପାଖକୁ ଯାଇନଥିଲା ଏବଂ ସେଦିନ ରାଧିକାଙ୍କ କାଠ ବହୁତ କମ୍ ବିକ୍ରି ହେଲା ଏବଂ ବହୁତ କାଠ ବାକି ବି ରହିଯାଇଥାଏ। ବର୍ତ୍ତମାନ ରାଧିକା ବହୁତ ସମୟ ଧରି ରହିଥାଏ ସେଠାରେ ବିକ୍ରି କରିବା ପାଇଁ, କିନ୍ତୁ ତାର କାଠ ବିକ୍ରି ହେଉନଥିଲା। ତାପରେ ସେ ଭାବିଲା, ଆଜି ବହୁତ କମ୍ କାଠ ବିକ୍ରି ହୋଇଛି, ଯାହା ଫଳରେ ଘରର ଖର୍ଚ୍ଚ କିପରି ଉଠିବ। ଏହା ଭାବି ସେ ଘରକୁ ଆସେ। ଯେତେବେଳେ ରାଧିକା ଘରେ ପହଞ୍ଚେ, ସେ ଦେଖେ ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ହୋଇପଡ଼ିଛି ଏବଂ ତାଙ୍କ ମା କାନ୍ଦୁଛନ୍ତି ଏବଂ କାନ୍ଦୁଥିବା ବେଳେ ସେ କହିଲେ, ଝିଅ, ଶୀଘ୍ର ତୁମ ବାପାଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିବ। ବହୁତ ସମୟ ହେଲାଣି ମୁଁ ତୁମ ଅପେକ୍ଷାରେ ଥିଲି। ଏବେ ଶୀଘ୍ର ଗୋଟେ ଗାଡ଼ିକୁ ଡାକ, ଯାହା ଫଳରେ ତୁମ ବାପାଙ୍କୁ ଶୀଘ୍ର ଡାକ୍ତରଖାନା ନେଇପାରିବା। କିନ୍ତୁ ବର୍ତ୍ତମାନ ବହୁତ ବିଳମ୍ବ ହୋଇଗଲାଣି ଏବଂ ଏତେ ରାତିରେ ଗୋଟିଏ ବି ଗାଡ଼ି ନଥାଏ। ରାଧିକା ବର୍ତ୍ତମାନ ବହୁତ ଚିନ୍ତିତ ହୋଇଯାଇଥାଏ, କିନ୍ତୁ ତାଙ୍କୁ କୌଣସି ରାସ୍ତା ଦେଖାଯାଉନଥିଲା। ତାପରେ ସେ କିଷାନକୁ ମନେ ପକାଇଲେ ଏବଂ ସେ କିଷାନଙ୍କ ଘରକୁ ଦୌଡ଼ି ଦୌଡ଼ି ଗଲେ। ତାପରେ ସେ ଜୋରରେ ଘରର କବାଟକୁ ମାରିବାକୁ ଆରମ୍ଭ କଲେ। ତାପରେ କିଷାନ ଘରର କବାଟ ଖୋଲନ୍ତି। ତାପରେ କିଷାନ ରାଧିକାଙ୍କୁ ଏତେ ବିଳମ୍ବ ରାତିରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ରାଧିକାଙ୍କୁ ପଚାରନ୍ତି, କ'ଣ ହେଲା,
ତୁମେ ଏତେ ବିଳମ୍ବ ରାତିରେ ଏଠାକୁ କାହିଁକି ଆସିଛ? ଘରେ ସବୁ କିଛି ଠିକ୍ ଅଛି ନା? ତାପରେ ରାଧିକା କୁହନ୍ତି, କିଷାନ, ମୋ ବାପା ବହୁତ ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ିବ। କିନ୍ତୁ ବଜାରରେ ଗୋଟିଏ ବି ଗାଡ଼ି ନାହିଁ। ବର୍ତ୍ତମାନ କେବଳ ତୁମେ ମୋତେ ସାହାଯ୍ୟ କରିପାରିବ। ତାପରେ କିଷାନ ଚୁପଚାପ ତାଙ୍କ ବାପାଙ୍କ ପନିପରିବା ଠେଲା ଗାଡ଼ିକୁ ବାହାର କଲା ଏବଂ ଠେଲା ଗାଡ଼ି ସହିତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ଡାକନ୍ତି, ଯାହାଫଳରେ ରାଧିକାଙ୍କ ବାପାଙ୍କୁ ସାହାଯ୍ୟ ହୋଇପାରିବ। ଏବଂ ଶୀଘ୍ର କିଷାନ ଏବଂ ତାଙ୍କ ସାଙ୍ଗ ସେ ଠେଲା ଗାଡ଼ିରେ ରାଧିକାଙ୍କ ବାପାଙ୍କୁ ଡାକ୍ତରଖାନାକୁ ନେଇଗଲେ। 1 ଘଣ୍ଟା କିମ୍ବା 2 ଘଣ୍ଟା ମଧ୍ୟରେ ରାଧିକାଙ୍କ ବାପା ଚିକିତ୍ସା ହେଲେ ଏବଂ ଡାକ୍ତର କହିଲେ, ବର୍ତ୍ତମାନ ସେ ଭଲ ଅଛନ୍ତି। ମୁଁ କିଛି ଔଷଧ ଲେଖିଦେଉଛି, ଏହାକୁ ନେଇ ଔଷଧ ଷ୍ଟୋରରୁ ନେଇ ଆସ ଏବଂ ବର୍ତ୍ତମାନ ତାଙ୍କୁ ଏହି ଔଷଧ ସାରା ଜୀବନ ଦେବାକୁ ପଡ଼ିବ। ତାପରେ କିଷାନ କୁହନ୍ତି, ରାଧିକା, ତୁମେ ତୁମ ବାପାଙ୍କୁ ଯାଇ ଦେଖା କର, ମୁଁ ଯାଇ ଔଷଧ ନେଇ ଆସେ। ରାଧିକା ତାଙ୍କ ବାପାଙ୍କୁ ଭେଟିବାକୁ ଯାଆନ୍ତି। ତାପରେ ତାଙ୍କ ବାପା ସମ୍ପୂର୍ଣ୍ଣ ଭଲ ଥିବାର ଦେଖନ୍ତି। ତାପରେ ସେ ରାଧିକାଙ୍କୁ କହିଲେ, ଝିଅ, ତୁମେ କିଷାନକୁ କାହିଁକି ଏତେ ଘୃଣା କର? ତଥାପି ସେ ସର୍ବଦା ତୁମକୁ ସାହାଯ୍ୟ କରନ୍ତି। ତାପରେ କିଷାନଙ୍କ ବନ୍ଧୁ ଏହା ମଧ୍ୟ କୁହନ୍ତି, ରାଧିକା, କିଷାନ ଆମ ସମସ୍ତଙ୍କୁ କୁହନ୍ତି ଯେ ଆପଣ ସମସ୍ତେ ରାଧିକା ଠାରୁ କାଠ କିଣିବା ପାଇଁ, ଯାହାଦ୍ୱାରା ତମର ସାହାଯ୍ୟ ହୋଇପାରିବ। ଆଉ ରାଧିକା, ମୁଁ ମଧ୍ୟ ତୁମକୁ କହିବାକୁ ଚାହେଁ, କିଷାନ ବହୁତ ଭଲ ପିଲାଟିଏ ଏବଂ ତୁମେ କିଷାନଙ୍କ ଘରକୁ ଯାଇ ତାଙ୍କୁ ବହୁତ ଅପମାନିତ କଲ। ତାପରେ ରାଧିକା ବିଶ୍ୱାସ କରନ୍ତି ଯେ କିଷାନ ଜଣେ ବହୁତ ଭଲ ପିଲା। ଏବେ କିଷାନ ଔଷଧ ଧରି ଆସନ୍ତି ଏବଂ ରାଧିକାକୁ କୁହନ୍ତି ଯେ ମୁଁ ତୁମ ବାପାଙ୍କ ପାଇଁ ସମସ୍ତ ଔଷଧ ନେଇ ଆସିଛି ଏବଂ ଡାକ୍ତର ମଧ୍ୟ ବାପାଙ୍କୁ ନେଇଯିବା ପାଇଁ କହିଛନ୍ତି। ଚାଲ ଏବେ ଘରକୁ ଯିବା। ବର୍ତ୍ତମାନ ସକାଳ 6ଟା ହୋଇଯାଇଥାଏ। ଡାକ୍ତରଖାନା ବାହାରେ ଗୋଟିଏ ଗାଡ଼ି ଠିଆ ହୋଇଥାଏ ଏବଂ କିଷାନ ତାଙ୍କ ବନ୍ଧୁଙ୍କୁ କହିଲେ ଯେ ତମେ ଠେଲା ଗାଡ଼ିଟିକୁ ନେଇ ଘରକୁ ଚାଲିଯାଅ, ମୁଁ ରାଧିକାର ବାପାଙ୍କୁ ଗାଡ଼ି ଦ୍ୱାରା ଘରେ ଛାଡ଼ିଦେବି। ରାଧିକା ଏହା ଦେଖି କିଷାନଙ୍କ ଉପରେ ବହୁତ ଖୁସି ହେଲେ। ଏହି ସମୟ ମଧ୍ୟରେ ସେମାନେ ତାଙ୍କ ଘରେ ପହଞ୍ଚିଗଲେ ଏବଂ କିଷାନ ଗାଡ଼ିର ଥିବା ଡ୍ରାଇଭରକୁ ଭଡ଼ା ଦେଇ ତାଙ୍କ ଘରକୁ ଯିବା ପାଇଁ ଆରମ୍ଭ କଲେ। ତାପରେ ରାଧିକା ତାଙ୍କୁ ଡାକି ଅଟକାଇଲେ ଏବଂ ହାତ ଧରି ତାଙ୍କୁ କ୍ଷମା ମାଗିଲେ। ତାପରେ ସେ କୁହନ୍ତି, କିଷାନ, ତୁମେ ଆସନ୍ତାକାଲି ଠାରୁ ମୋର କାଠ ବିକ୍ରି କରିବାକୁ ଆସ, କାରଣ ବର୍ତ୍ତମାନ ମୁଁ ତମ ବିନା କାଠ ବିକ୍ରି କରିବା ସମ୍ଭବ ନୁହଁ ଏବଂ ତୁମେ ମୋତେ ବିବାହ ପରେ ମଧ୍ୟ ବଜାରରେ କାଠ ବିକ୍ରି କରିବାକୁ ପଠେଇବ କି? ରାଧିକାଙ୍କ ଠାରୁ ଏହା ଶୁଣି କିଷାନ ବହୁତ ଖୁସି ହୁଅନ୍ତି ଏବଂ କୁହନ୍ତି ଯେ, ରାଧିକା, ତୁମେ ମୋ ପ୍ରେମରେ ପଡ଼ିଗଲ କି? ମୁଁ ଏହା ସ୍ୱପ୍ନରେ ବି ଭାବିନଥିଲି, କିନ୍ତୁ ଏହା କିପରି ହେଲା? ତାପରେ ରାଧିକା କୁହନ୍ତି, କିଷାନ, ତୁମେ ମୋର ହୃଦୟ ଜିତିନେଲ। ଏପରି ଗୋଟିଏ ଦିନ ଥିଲା ଯେତେବେଳେ ମୁଁ ଦୁନିଆର ସବୁ ପୁଅମାନଙ୍କୁ ଘୃଣା କରୁଥିଲି, କିନ୍ତୁ ଆଜି ମୁଁ ପ୍ରଥମ ଥର ପାଇଁ ତୁମକୁ ଭଲ ପାଇ ବସିଲି। ତାପରେ କିଷାନ କୁହନ୍ତି, ରାଧିକା, ଆଜି ମୁଁ ବହୁତ ଖୁସି ଯେ ଆଜି ମୋର ପ୍ରେମ ସାକାର ହୋଇଛି ଏବଂ ମୁଁ ତୁମ ପାଖରେ ପ୍ରତିଜ୍ଞା କରୁଛି ଯେ ମୁଁ ତୁମର ଆଉ ତୁମ ପରିବାରର ମଧ୍ୟ ଯତ୍ନ ନେବି। ତେଣୁ ବନ୍ଧୁଗଣ, ରାଧିକା ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ସେ ଏପରି ଜୀବନସାଥୀ ପାଇଲେ ଯିଏ ତାଙ୍କ ସହିତ ତାଙ୍କ ପରିବାରର ମଧ୍ୟ ଯତ୍ନ ନେବେ। ତେଣୁ ଏହା ଥିଲା ରାଧିକା ଏବଂ କିଷାନଙ୍କ ପ୍ରେମ କାହାଣୀ। ବନ୍ଧୁଗଣ, ଏହି ଚ୍ୟାନେଲଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ଆପଣଙ୍କ ପାଇଁ ମୁଁ ନୂଆ ଷ୍ଟୋରି ଭିଡ଼ିଓ ଆହୁରି ନେଇ ଆସିବି।